କାହିଁକି ଚିହିକି ଉଠିଲେ ଡେଲାଙ୍ଗ ବ୍ଲକ ବିଡିଓ। ଡେଲାଙ୍ଗ କୋଠବାଡ଼ ପଞ୍ଚାୟତ କଥା ଶୁଣି କାହିଁକି ନିଜ ସିଟ୍ରୁ ଉଠି ନିଜ ପତିଆରା ନିଜେ ବଖାଣିଲେ। ବିନା ପରମିଶନରେ କେମିତି ବିଡିଓଙ୍କ କାର୍ଯ୍ୟାଳୟକୁ ପ୍ରବେଶ କଲେ ବୋଲି ସାମ୍ବାଦିକମାନଙ୍କୁ କଲେ ପ୍ରଶ୍ନ। କେବଳ ପ୍ରଶ୍ନ କଲେ ନାହିଁ, ଥାନା ବାବୁଙ୍କ ଧମକ ଦେଇ ଥାନାରେ ପୁରାଇ ଦେବାର ମଧ୍ୟ ଦେଲେ ଧମକ। ସୂଚନା ଥାଉ କି ଡେଲାଙ୍ଗ ବ୍ଲକ କୋଠବାଡ଼ ସରପଞ୍ଚ ଦୀପକ କୁମାର ସାହୁ ସାମ୍ବାଦିକ ସମ୍ମିଳନୀ କରି ପଞ୍ଚାୟତ ବିକାଶରେ ଡେଲାଙ୍ଗ ବ୍ଲକ ବିଡିଓ ଓ ଜେଇ ବାଧକ ସାଜୁଥିବା ଅଭିଯୋଗ କରିଥିବା ବେଳେ ଗତ 2 ବର୍ଷ ଧରି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର ବିଲ୍ ପେମେଣ୍ଟ କରାଯାଉନଥିବା ଅଭିଯୋଗ କରି ଏହାର ସମାଧାନ କରାନଗଲେ ସରପଞ୍ଚ ସମେତ ନାଏବ ସରପଞ୍ଚ ଓ ୱାର୍ଡ ସଭ୍ୟ ସମୂହ ଇସ୍ତଫା ଦେବା ପାଇଁ ଚେତାବନୀ ଦେଇଥିଲେ। ଉକ୍ତ ଘଟଣାରେ ବିଡିଓଙ୍କ ମତାମତ ପାଇଁ ସାମ୍ବାଦିକ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ କୋଠବାଡ଼ ପଞ୍ଚାୟତ ଶୁଣୁ ଶୁଣୁ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଇ ନଥିଲେ। ଜନସାଧାରଣଙ୍କ ପାଇଁ କାମ କରିବାକୁ ଆସିଥିବା ବାବୁଙ୍କର ବ୍ୟବହାରରେ ଦୈନନ୍ଦିନ ସାଧାରଣ ଲୋକ ଅତିଷ୍ଠ ହେଉଥିବା ବେଳେ ବାବୁଙ୍କର କୁଆଡ଼େ ତୃତୀୟ ମହଲାରେ ହାତ ଥିବାରୁ ଏଭଳି ରବାବ ଦେଖାଉଥିବା ଚର୍ଚ୍ଚା ଜୋର ଧରିଛି। ଗତ କିଛି ଦିନ ତଳେ ଭୁବନେଶ୍ୱର ଭରତପୁର ଘଟଣା ପାଇଁ ରାଜ୍ୟ ବଦନାମ ହେଉଥିବା ବେଳେ ବ୍ଲକ ବିଡିଓଙ୍କ ଏହିଭଳି ବ୍ୟବହାର ପାଇଁ ଡେଲାଙ୍ଗ ଚର୍ଚ୍ଚାକୁ ଆସିବ ବୋଲି କୁହାଯାଉଛି। ବ୍ୟୁରୋ ରିପୋର୍ଟ, ରୋନିଂ।